ଫେସନ ପାଲଟିଛି ବୋଲବମ୍ ଯାତ୍ରା। ବିକଟାଳ ଶବ୍ଦ ସାଙ୍ଗକୁ ବିପଦପୂର୍ଣ୍ଣ ଯାତ୍ରା ଓ ଯୁବପିଢ଼ିମାନଙ୍କ ନିଶା ସେବନ ବର୍ତ୍ତମାନ ବୋଲବମର ମୁଖ୍ୟ ଆକର୍ଷଣ ପାଲଟିଛି। ଏହିପରି ଭାବେ ଯାତ୍ରା କରୁଥିବା କାଉଡ଼ିଆମାନଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଚେତନ କରାଯିବ କେବେ? ବର୍ତ୍ତମାନ ଶ୍ରାବଣ ମାସ ଚାଲୁ ରହିଥିବାରୁ ସାରା ଓଡ଼ିଶାରେ ଥିବା ଶୈବପୀଠମାନଙ୍କରେ ବୋଲବମ୍ ଭକ୍ତମାନଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି। ଏହିପରି ଭାବେ ଖଣ୍ଡପଡ଼ା ଅଧୀନ ଶ୍ରୀ ଶ୍ରୀ ନୀଳମାଧବ ପୀଠ କଣ୍ଟିଲ ମହାନଦୀରୁ ପ୍ରତି ପାଳିରେ ହଜାର ହଜାର ଭକ୍ତଙ୍କର ସମାଗମ ହେଉଛି। ଏହିଠାରୁ ଜଳ ଉଠାଇ ମାନସିକଧାରୀ କାଉଡ଼ିଆମାନେ ଭିନ୍ନ ଭିନ୍ନ ଶୈବପୀଠମାନଙ୍କୁ ପାଣିଭାର ନେଇ ଯାଇଥାନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ଅନେକ କାଉଡ଼ିଆମାନେ ବିପଦପୂର୍ଣ୍ଣ ଭାବେ ଗାଡ଼ିରେ ଯାତାୟାତ କରୁଛନ୍ତି। ଏପରିକି ଯେଉଁ ଗାଡ଼ିମାନଙ୍କରେ ଯାଉଛନ୍ତି ସେହି ଗାଡ଼ିର କାପାସିଟି ଠାରୁ 4 ଗୁଣା ଅଧିକ ଲୋକ ଯାଉଥିବା ଦେଖିବାକୁ ମିଳୁଛି। ଏପରି ଦୃଶ୍ୟକୁ ଦେଖିଲେ ନିଶ୍ଚିନ୍ତ କୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିବାର ସମ୍ଭାବନା ସୃଷ୍ଟି ହେଉଛି। ନୟାଗଡ଼ ଜିଲ୍ଲା ତଥା ଆଖପାଖ ଅଞ୍ଚଳରୁ ମଧ୍ୟ କଣ୍ଟିଲ ଅଭିମୁଖେ ଖଣ୍ଡପଡ଼ା ସହର ଦେଇ ପ୍ରତିଦିନ ଶହ ଶହ ଗାଡ଼ିରେ ହଜାର ହଜାର ଭକ୍ତ ଏହିପରି ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ କିନ୍ତୁ ଦେଖଣାହାରି ସାରିଛନ୍ତି। ବିଭିନ୍ନ ସମୟରେ ଖଣ୍ଡପଡ଼ା ପୋଲିସ ବିଭାଗ ପକ୍ଷରୁ ଅନେକ ଜାଗାରେ ଚେକିଂ କରାଯାଉଥିବା ବେଳେ ଏହି ଦୃଶ୍ୟ କିପରି ନଜରକୁ ଆସୁନାହିଁ ତାହା ଏବେ ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଖଣ୍ଡପଡ଼ା ପୋଲିସ ବିଭାଗ ଓ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଖଣ୍ଡପଡ଼ା ସହରର ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।